ଯେଉଁ ମଣିଷ ସହିତ ବହୁତ ଶାନ୍ତି ମିଳିଥାଏ ସେହି ଲୋକ ସହିତ ସମୟ ବି ବହୁତ କମ୍ ମିଳିଥାଏ। ଯେ ଦେହ ଗନ୍ଧାଉଥିଲେ କ'ଣ କରିବେ? ପ୍ରତ୍ୟେକ ମଣିଷ ଦେହରେ ସ୍ୱତନ୍ତ୍ର ଗନ୍ଧ ରହିଛି। ନିଜକୁ ନିଜ ଦେହର ଗନ୍ଧ ଭଲ ଲାଗେ। ଜଣକ ଦେହର ଗନ୍ଧ ଯେ ଅନ୍ୟ ଜଣକୁ ଭଲ ଲାଗିବ ତାହାର କିଛି କାରଣ ନାହିଁ। ଦେହ ଗନ୍ଧକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିଥାଏ। ସେମାନଙ୍କର ଦେହର ଗନ୍ଧ ସେମାନଙ୍କର ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକା ସହିତ ମିଶିଯାଏ। ସେଠି ପ୍ରେମ ଉପଭୋଗ୍ୟ ଆନନ୍ଦମୟ ହୋଇଥାଏ। ଦେହ ଗନ୍ଧର ବିଭିନ୍ନ କାରଣ ଅଛି। ପରିଷ୍କାର ପରିଚ୍ଛନ୍ନ ନ ରହିଲେ, ନିୟମିତ ସ୍ନାନ ନ କଲେ, ପୋଷାକ ସଫା ନ କଲେ, ଅତ୍ୟଧିକ ଝାଳ ବୋହିଲେ, ଅଧା ଶୁଖା ପୋଷାକ ପିନ୍ଧିଲେ, ମଦ୍ୟପାନ କଲେ, ବିଡ଼ି ସିଗାରେଟ୍ ଖଇନି ଖାଇଲେ, ଖାଦ୍ୟ ପେୟରେ ଅସନ୍ତୁଳନ ହେଲେ, ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ପରସ୍ପରକୁ ଉପହାର ଦେବା ଉଚିତ। ନିଜ ମଧ୍ୟରେ କୌଣସି ଗୋପନୀୟତା ରଖିବା ଉଚିତ ନୁହେଁ। ପରସ୍ପରକୁ ଈର୍ଷା କରିବା ଠିକ୍ ନୁହେଁ। କେହି କାହାକୁ ସନ୍ଦେହ କରିବା ଉଚିତ ନୁହେଁ। ପଡ଼ୋଶୀଙ୍କ ଚୁଗୁଲି ଶୁଣିବା ଉଚିତ ନୁହେଁ। ନିଜ ଜୀବନ ସାଥୀର ତୁଳନା ଅନ୍ୟମାନଙ୍କ ସହିତ କରିବା ଠିକ୍ ନୁହେଁ। ପରସ୍ପରଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଯତ୍ନବାନ ହେବା ଆବଶ୍ୟକ। ବାଦ ବିବାଦ ଠାରୁ ଦୂରେଇ ରହିବା ଉଚିତ। ପରସ୍ପରଙ୍କ ରୁଚି ଅନୁସାରେ ଜିନିଷପତ୍ର କିଣିବା, ସଜାଇବା, ପାର୍ଟି ପିକନିକରେ ଯିବା ଆବଶ୍ୟକ। ଉଭୟଙ୍କର ସକାରାତ୍ମକ ଦୃଷ୍ଟିକୋଣ ରହିବା ଉଚିତ। କେହି କାହାରି ଦୋଷଦର୍ଶୀ ହେବା ଉଚିତ ନୁହେଁ। ହାତରେ ହାତ ମିଶାଇ କାମ କରିବା ଏବଂ ପାଦରେ ପାଦ ମିଶାଇ ଚାଲିବା ଦରକାର। ଯେକୌଣସି ସମସ୍ୟାର ସହଜ ସମାଧାନର ପଥ ଖୋଜିବା ଆବଶ୍ୟକ। ଜୟ ଶ୍ରୀ ଜଗନ୍ନାଥ।